ଶୋଇଲା ବେଳେ ଆପଣ କିଛି ଭୟଭୀତ ସ୍ୱପ୍ନର ଶିକାର ହେଉଛନ୍ତି କି? କିଛି ଜଣା ଅଜାଣତରେ ଆମେ ଭୟଭୀତ ସ୍ୱପ୍ନ ଭିତରେ ପଡ଼ିଥାଉ ଏବଂ ତା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହେ ଏବଂ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଏବଂ ଅଶାନ୍ତି ଲାଗି ରହେ। ଯଦି ଆପଣ ସଦାସର୍ବଦା ବିଭିନ୍ନ ପ୍ରକାର ଭୟଙ୍କର ସମସ୍ୟା ଭିତରେ ପଡ଼ିଥାଉଛନ୍ତି ବା ପିଲାମାନେ ବି ଚିତ୍କାର କରୁଛନ୍ତି ବା ବଡ଼ମାନେ ବି ଭୟଭୀତ ହେଉଛନ୍ତି, ତାମାନେ ଜାଣି ରଖନ୍ତୁ କିଛି ଆପଣଙ୍କ ପାଇଁ କିଛି ବହୁତ ସୁନ୍ଦର ଟିପ୍ସ। ଯେତେବେଳେ ଆପଣ ଶୋଉଛନ୍ତି ସଦାସର୍ବଦା ପୂର୍ବ ବା ଦକ୍ଷିଣକୁ ମୁହଁ କରି ଶୋଇବା ଦରକାର ଏବଂ ଆପଣଙ୍କର ବେଡ଼ସିଟ୍, ପିଲୋସ୍ କଭର, ତକିଆ ବା ବେଡ଼ସିଟ୍ ସବୁ କ୍ଲିନ୍ ରହିବା, ସଦାସର୍ବଦା ପରିଷ୍କାର ରଖିବା ଦରକାର ଏବଂ କେବେ ବି ଆପଣଙ୍କର ଆଖପାଖ କୌଣସି ଭଙ୍ଗା ମିରର, ଲୁହା ବା ବୁଡ଼ୁବୁଡ଼ିଆଣି ଜାଲ ବା ଏସବୁ ଜିନିଷ କିଛି ନ ରହିବା ଦରକାର। ଆଉ ଯଦି ଆପଣ ଭୟଙ୍କର ସ୍ୱପ୍ନ ଭିତରେ ଆସୁଛନ୍ତି, ଆପଣ କ'ଣ କରିବେ? ଗୋଟିଏ ଲିଟିଲ୍ ସିକ୍ରେଟ୍ସ, ଗୋଟିଏ ଛୋଟିଆ ଫିଟିକିରିକି ନେବେ, ତାକୁ କଳା ବସ୍ତ୍ରରେ ଗୁଡ଼େଇ ଦେବେ। ଗୋଟେ ଆପଣ ଯେକୌଣସି ପବିତ୍ର ସ୍ଥାନରେ ରଖି ତାଙ୍କୁ 21 ଥର ଧୂପ ଦେଇ ଆପଣଙ୍କର ଇଷ୍ଟ ଆରାଧ୍ୟକୁ ସ୍ମରଣ କରି ସେଇ ଛୋଟ ଫିଟିକିରି ଖଣ୍ଡକ ଆପଣଙ୍କର ତକିଆ ତଳେ ରଖନ୍ତୁ ଏବଂ ଶୋଇଲା ବେଳେ ଆପଣ ହନୁମାନଙ୍କୁ ସ୍ମରଣ କରି ଆପଣଙ୍କର କାନର ପଛପଟ ତଳକୁ ହନୁମାନଙ୍କର ସିନ୍ଦୁର ଲଗାଇ ଆପଣ ଆପଣଙ୍କର ଇଷ୍ଟଙ୍କୁ ସ୍ମରଣ କରି ଶୁଅନ୍ତୁ ଏବଂ ଗୋଟିଏ ମାଟି ପାତ୍ରରେ ସର୍ବଦା 2ଟି ଆଳତି କର୍ପୂର ଏବଂ 2ଟି ଲବଙ୍ଗ, ଏହି ଜିନିଷକୁ ଆପଣ ସର୍ବଦା ଜଳାନ୍ତୁ। ଏହାକୁ ରେଗୁଲାର 43 ଡେଜ୍ କରିବେ, 43 ଦିନ କରିବେ। ଏତିକି କାମ କରନ୍ତୁ, କେବେ ବି ଆପଣଙ୍କୁ କୌଣସି ଭୟଙ୍କର ସ୍ୱପ୍ନ ହେବନି ବା ବିଭିନ୍ନ ପ୍ରକାର ଭୟଙ୍କର ସମସ୍ୟାରୁ ମୁକ୍ତି ପାଇବେ। ଆଉ ଏଇ ଜିନିଷ କଲା ବାବଜୁଦ ବି ଯଦି ଆପଣ ତଥାପି ଭୟଙ୍କର ସମସ୍ୟା ଭିତରେ ପଡ଼ୁଛନ୍ତି ବା ସ୍ୱପ୍ନ ଭିତରେ ପଡ଼ୁଛନ୍ତି, ତେବେ କୌଣସି ନା କୌଣସି ଗୋଟିଏ ବାସ୍ତୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ, କାରଣ ସେଇ ଘର ନିଶ୍ଚିତ ରୂପରେ ନକାରାତ୍ମକ ଶକ୍ତିର ଉତ୍ସ ଭିତରେ ଥାଏ ବା ଭୟଙ୍କର ଭୟଭୀତ ଆପଣଙ୍କୁ ଦେଖାଇଥାଏ। ତ କୌଣସି ନା କୌଣସି ଗୋଟିଏ ବାସ୍ତୁବିଦଙ୍କ ସହିତ ଯୋଗାଯୋଗ କରନ୍ତୁ। ଆପଣଙ୍କର ଦିନ ମଙ୍ଗଳମୟ।